ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ଶୁଣିବା ଆଜିର ଅନୁଚିନ୍ତା। ମହାଭାରତରୁ କିଛି ଶିକ୍ଷା ପାଇବା ଆଉ କିଛି ଦିଆଯାଇଥିବା ଅଭିଶାପ ବିଷୟରେ ଜାଣିବା। ଆଉ ତାପରେ ଶୁଣିବା ଆଜିର ଅନୁଚିନ୍ତା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ଯୁଧିଷ୍ଠିର ପରି ଜୁଆ ଖେଳନ୍ତୁ ନାହିଁ। କର୍ଣ୍ଣଙ୍କ ପରି ଖଳ ଲୋକଙ୍କ ସହିତ ମିତ୍ର କରନ୍ତୁ ନାହିଁ। ଅଭିମନ୍ୟୁଙ୍କ ପରି ଅଧା ଜ୍ଞାନରେ କୌଣସି କାମ କରନ୍ତୁ ନାହିଁ। ଦ୍ରୌପଦୀଙ୍କ ପରି ଅନୁପଯୁକ୍ତ ସ୍ଥାନରେ ହସନ୍ତୁ ନାହିଁ। ଦୁଃଶାସନଙ୍କ ପରି ନାରୀଙ୍କୁ ଅପମାନ କରନ୍ତୁ ନାହିଁ। ଧୃତରାଷ୍ଟ୍ରଙ୍କ ପରି ପୁତ୍ର ମୋହରେ ପଡ଼ନ୍ତୁ ନାହିଁ। ଦୁର୍ଯ୍ୟୋଧନଙ୍କ ପରି ଜିଦଖୋର ହୁଅନ୍ତୁ ନାହିଁ। ଭୀଷ୍ମଙ୍କ ପରି ଅନ୍ୟାୟ ପ୍ରତିଶ୍ରୁତି ଦ୍ୱାରା ବନ୍ଧା ହୁଅନ୍ତୁ ନାହିଁ। ଅଶ୍ୱତ୍ଥାମାଙ୍କ ପରି କ୍ରୋଧରେ ସୀମାରୁ ବାହାରକୁ ଯାଆନ୍ତୁ ନାହିଁ। ଗାନ୍ଧାରୀଙ୍କ ପରି ଆଖି ଥାଇ ଅନ୍ଧ ହୁଅନ୍ତୁ ନାହିଁ। ଦ୍ରୋଣାଚାର୍ଯ୍ୟଙ୍କ ପରି ଅଧା ସତ୍ୟରେ ବିଶ୍ୱାସ କରନ୍ତୁ ନାହିଁ। ଗାନ୍ଧାରୀ ଶ୍ରୀକୃଷ୍ଣଙ୍କୁ ତୁମ ବଂଶ ନାଶ ହେବ କହି ଅଭିଶାପ ଦେଇଥିଲେ। ମୈତ୍ରୀ ଋଷି ଦୁର୍ଯ୍ୟୋଧନକୁ ଜଙ୍ଘ ଆଘାତରେ ପ୍ରାଣ ଯିବ କହି ଅଭିଶାପ ଦେଇଥିଲେ। ଉର୍ବଶୀ ଅର୍ଜୁନକୁ ନପୁଂସକ ହେବାର ଅଭିଶାପ ଦେଇଥିଲେ। ଯୁଧିଷ୍ଠିର ମାତା କୁନ୍ତୀଙ୍କୁ ନାରୀ ପେଟରେ କଥା ଲୁଚି ରହିବ ନାହିଁ ବୋଲି ଅଭିଶାପ ଦେଇଥିଲେ। ଅମ୍ବିକା ଭୀଷ୍ମକୁ ତୁମର ମୃତ୍ୟୁ ଶ୍ରୀଖଣ୍ଡୀ କିନ୍ନର ଦ୍ୱାରା ହେବ ବୋଲି ଅଭିଶାପ ଦେଇଥିଲେ। ଶ୍ରୀକୃଷ୍ଣ ଅଶ୍ୱତ୍ଥାମାଙ୍କୁ କ୍ଷତ ବିକ୍ଷତ ତୁମର ଶୁଖିବ ନାହିଁ ବୋଲି ଅଭିଶାପ ଦେଇଥିଲେ। ସିଧାସଳଖ କିମ୍ବା ଶତ୍ରୁ ଲୁଚି ରହିଥାଉ, ସେ କେବେ ବି ଆପଣଙ୍କର କ୍ଷତି କରିପାରିବ ନାହିଁ। ପ୍ରତିଦିନ ସକାଳୁ ଉଠି ଏହା କରିବା ଆରମ୍ଭ କରିଦିଅନ୍ତୁ। ରାତିରେ ଶୋଇବା ସମୟରେ ହାତ ପାପୁଲିକୁ ଯୋଡ଼ି ହନୁମାନ ବ୍ରଜମନ୍ତ୍ର ପ୍ରହାରକୁ 3 ଥର ଜପ କରନ୍ତୁ। ଓଁ ନମୋ ପରମାତ୍ମନେ ଅଞ୍ଜନି ସୁତାୟ ମମ ଶରୀରମ୍ ବନ୍ଧନାୟ ରକ୍ଷା କୁରୁ କୁରୁ ସ୍ୱାହା। ଓଁ ମହାକରାୟ ସ୍ୱାହା। ଓଁ ମାରୁତି ରକ୍ଷା ସର୍ବଦା। ଏପରି କହି ମନ୍ତ୍ରକୁ ଜପ କରନ୍ତୁ ଆଉ ତାପରେ ଶୋଇପଡ଼ନ୍ତୁ। ଘରେ ମୂର୍ତ୍ତି ରଖିଲେ ଧନର ବର୍ଷା ହୋଇଥାଏ। ତାହେଲେ ଚାଲନ୍ତୁ ଶୁଣିବା କେଉଁ କେଉଁ ମୂର୍ତ୍ତି ରଖିଲେ ଘରେ ଶୁଭ ହୋଇଥାଏ। ଘୋଡ଼ାର ମୂର୍ତ୍ତି ରଖିଲେ ଚାକିରି ଏବଂ ବ୍ୟବସାୟରେ ହେଉଥିବା ଅସୁବିଧା ଦୂର ହୋଇଥାଏ। କଇଁଛର ମୂର୍ତ୍ତି ରଖିଲେ ଆୟ ବୃଦ୍ଧି ହୋଇଥାଏ। କିନ୍ତୁ କଇଁଛର ମୂର୍ତ୍ତି କୌଣସି ଧାତୁରେ ନିର୍ମିତ ହୋଇଥିବା ଆବଶ୍ୟକ। ରୂପାର ହାତୀ ରଖିବା ଦ୍ୱାରା ଆପଣଙ୍କ ଉପରେ ରାହୁ ଗ୍ରହର ପ୍ରଭାବ ବିଶେଷ ଭାବରେ ପଡ଼ିନଥାଏ। ଘର ହେଉ କିମ୍ବା ଦୋକାନ ହେଉ ବା ଅଫିସ ହେଉ, ବାମ ପଟେ ଶୁଣ୍ଢ ଥିବା ଗଣେଶଙ୍କ ମୂର୍ତ୍ତି ରଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ହଂସର ମୂର୍ତ୍ତି ରଖିଲେ ଧନ ଓ ସମୃଦ୍ଧି ବଢ଼ିବା ସହିତ ଘରେ ଶାନ୍ତି ରହେ। ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, ଭକ୍ତି ଓ ଶ୍ରଦ୍ଧାର ସହ ଯିଏ ମୋତେ ପତ୍ର, ଫୁଲ, ଫଳ, ଜଳ ଆଦି ଅର୍ପଣ କରନ୍ତି, ସେହି ଶୁଦ୍ଧ ବୁଦ୍ଧି ସମ୍ପନ୍ନ ନିଷ୍କାମ ପ୍ରେମୀ ଭକ୍ତଙ୍କର ପ୍ରେମପୂର୍ବକ ଅର୍ପିତ ଦ୍ରବ୍ୟକୁ ମୁଁ ସୁଗୁଣ ରୂପେ ପ୍ରକଟ ହୋଇ ପ୍ରୀତିପୂର୍ବକ ଗ୍ରହଣ କରିଥାଏ। ଏସବୁ ଜିନିଷ କାହାକୁ ଦିଅନ୍ତୁ ନାହିଁ। ଅଇଁଠା ଖାଦ୍ୟ, ନିଜର ସିନ୍ଦୂର, ନିଜର ପୋଷାକ, ନିଜର ମଙ୍ଗଳସୂତ୍ର, ଝାଡ଼ୁ ବା ସଫା କରିବା ଜିନିଷ, ରୁମାଲ, ଘଣ୍ଟା, ବିବାହ ପୋଷାକ, ପିନ୍ଧିଥିବା ଚୁଡ଼ି, ନବଜାତ ଶିଶୁର ପୋଷାକ, ପାଦୁକା ଏବଂ ବେଡସିଟ୍। ଜୀବନରେ ଖରାପ ସମୟ ଚାଲୁଥିଲେ ଏପରି କରିକି ଦେଖନ୍ତୁ, ଦେଖିବେ ନିଶ୍ଚୟ ସୁଫଳ ମିଳିବ। ଲୁଣ ମିଶାଇ ଗାଧୋଇଲେ ଅଟକିଥିବା କାମ ପୂରଣ ହେବ। କଞ୍ଚା କ୍ଷୀର ମିଶାଇ ଗାଧୋଇଲେ ଆୟୁଷ ବଢ଼ିବ। ହଳଦୀ ମିଶାଇ ଗାଧୋଇଲେ ଭାଗ୍ୟ ଉଦୟ ହୋଇଥାଏ। ଗୁଜୁରାତି ମିଶାଇ ଗାଧୋଇଲେ ଖରାପ ଦିନଗୁଡ଼ିକ ଶୀଘ୍ର ଚାଲିଯାଏ। କଳିଯୁଗର ସତ୍ୟଗୁଡ଼ିକ ଜାଣିବା।
ଯିଏ ସତ୍ୟ ପଥରେ ଚାଲିଲା ତାକୁ ମୃତ୍ୟୁ କରିଦେବେ। ଠକ ମିଛୁଆମାନେ ହିଁ ଶ୍ରେଷ୍ଠ ବିବେଚିତ ହେବେ। କର୍ତ୍ତବ୍ୟ, କଲହ, ବେଇମାନୀ, ଧୋକାବାଜିରୁ ବଞ୍ଚିବା ପାଇଁ ଲୋକେ ବିବାହ କରିବା ପାଇଁ ଡେରି କରିବେ। ନାରୀମାନଙ୍କ ମାତୃତ୍ୱ ଭାବ ରହିବ ନାହିଁ। ସଚ୍ଚୋଟ ବ୍ୟକ୍ତି ବହୁତ ହଇରାଣ ହେବ। ପିଲାମାନେ ମାତାଙ୍କ କଥା ମାନିବେ ନାହିଁ। ନାରୀମାନେ ନିଜ ଇଚ୍ଛାରେ ବିବାହ କରିବେ। ପ୍ରେମ ନାଁରେ କେବଳ ଶରୀର ଭୋଗ କରିବ। ଯାହାକୁ ଅତି ନିଜର ଭାବିବ ସେ ଦୁଃଖ ଦେବ। ଖରାପ ସମୟରେ ନିଜ ଭାଇ ମଧ୍ୟ ସାହାଯ୍ୟ କରିବ ନାହିଁ। ପାଦ ଛୁଇଁଲେ କ'ଣ ହୋଇଥାଏ ତାହେଲେ ଚାଲନ୍ତୁ କାହାର ପାଦ ଛୁଇଁଲେ ଶୁଭ ଆଉ ଅଶୁଭ ତାହା ଜାଣିବା। ପାଦ ଛୁଇଁବା ଦ୍ୱାରା ଏକ ଭାବପ୍ରବଣ ସମ୍ପର୍କ ସୃଷ୍ଟି ହୋଇଥାଏ ଯାହା ସମ୍ପର୍କକୁ ମଜବୁତ କରେ। ଯେତେବେଳେ ଆମେ କୌଣସି ବୃଦ୍ଧ କିମ୍ବା ଗୁରୁଙ୍କ ପାଦ ଛୁଇଁଲେ ସେମାନେ ଆମକୁ ଆଶୀର୍ବାଦ କରନ୍ତି। ଏହା ବିଶ୍ୱାସ କରାଯାଏ ଯେ ଏହାଦ୍ୱାରା ସେମାନଙ୍କର ସକାରାତ୍ମକ ଶକ୍ତି ଆମ ଉପରେ ପ୍ରବେଶ କରିଥାଏ ମାନେ ଶୁଭ ହୋଇଥାଏ। ଏହା ଏକ କାର୍ଯ୍ୟ ଦ୍ୱାରା ଆମେ ଆମର ବୟସ୍କମାନଙ୍କ ପ୍ରତି ସମ୍ମାନ ଏବଂ ଶ୍ରଦ୍ଧା ପ୍ରଦର୍ଶନ କରୁ। ଏହି କ୍ରିୟା ଆମକୁ ଆମର ଅହଙ୍କାରକୁ ଭାଙ୍ଗିବାରେ ସାହାଯ୍ୟ କରେ ଏବଂ ଆମକୁ ବିନମ୍ର କରିଥାଏ। ଧନ ସମ୍ପତ୍ତି, ଶତ୍ରୁନାଶ, ଋଣମୁକ୍ତ ହେବା ପାଇଁ, ଆର୍ଥିକ ସ୍ଥିତିରୁ ଦୂର ହେବା ପାଇଁ ଏହି ମନ୍ତ୍ରଗୁଡ଼ିକ ଠିକ୍ ସମୟରେ ଜପ କରନ୍ତୁ। ଦେଖିବେ ସବୁ ଠିକ୍ ହୋଇଯିବ। ଓଁ ନମୋ ଭଗବତେ ବାସୁଦେବାୟ। ଆର୍ଥିକ ସ୍ଥିତି ଉନ୍ନତ ଧାରଣ ହୋଇଥାଏ। ଓଁ ନମୋ ଭଗବତେ ନରସିଂହାୟ। ଜୟ, ପରାକ୍ରମ ଓ ଭୟ ନାଶ ହୋଇଥାଏ। ଓଁ ନମୋ ଭଗବତେ ବାୟୁଜଲନାୟ ନମଃ। ଶତ୍ରୁନାଶ ଓ ସଙ୍କଟନାଶ ହୋଇଥାଏ। ଓଁ ନମୋ ଭଗବତେ ଗଜନାୟନ। ବିଘ୍ନନାଶ ଓ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଥାଏ। ଓଁ ନମୋ ଭଗବତେ ରୁଦ୍ରାୟ। ଧନ ସମ୍ପତ୍ତି ବୃଦ୍ଧି, କର୍ମକ୍ଷେତ୍ରରେ ଜୟଲାଭ ହୋଇଥାଏ। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବକୁ ଟଚ୍ କରନ୍ତୁ। ଓଁ ସାଇରାମ।